ଜହନ 10 ଅଧ୍ୟାୟ 1 ପଦ। ଯୀଶୁ ଆଜି ଆମ୍ଭମାନଙ୍କୁ ଏହି ଭିଡ଼ିଓରେ ଦୃଷ୍ଟାନ୍ତ ମାଧ୍ୟମରେ କଥା କହିବାକୁ ଚାହାନ୍ତି। ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଯଦି କୌଣସି ଲୋକ ମେଷଶାଳାରେ ପ୍ରବେଶ କରେ ତେବେ ସେ ଦ୍ୱାର ବାଟେ ଯିବା ଉଚିତ। ଯଦି ସେ ଅନ୍ୟ ବାଟ ଚଢ଼ି ଭିତରକୁ ଯାଏ ତେବେ ସେ ଚୋର। ସେ ନିଶ୍ଚୟ ମେଷ ଚୋରି କରିବା ପାଇଁ ଚେଷ୍ଟା କରୁଛି। କିନ୍ତୁ ଯେଉଁ ଲୋକ ମେଷମାନଙ୍କର ଯତ୍ନ ନିଏ ସେ ଫାଟକ ଭିତର ଦେଇ ଯାଏ, ସେ ହିଁ ମେଷପାଳକ। ଫାଟକ ଜଗୁଳିଆ ମେଷପାଳକ ପାଇଁ ଫାଟକ ଖୋଲେ। ମେଷମାନେ ମେଷପାଳକର କଥା ଶୁଣନ୍ତି। ମେଷପାଳକ ତାର ମେଣ୍ଢାକୁ ନାମ ଧରି ଡାକେ ଓ ବାହାରେ ଚରାଏ। ସେ ସବୁ ମେଷମାନଙ୍କୁ ବାହାରକୁ ଆଣେ। ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷମାନେ ତାହାର ଅନୁସରଣ କରନ୍ତି, କାରଣ ମେଷମାନେ ତାହାର ସ୍ୱର ଜାଣନ୍ତି। କିନ୍ତୁ ମେଷମାନେ ଅପରିଚିତ ଲୋକର ଅନୁସରଣ କରନ୍ତି ନାହିଁ। ସେମାନେ ତା ପାଖରୁ ଦୌଡ଼ି ପଳାନ୍ତି, କାରଣ ସେମାନେ ଅପରିଚିତ ଲୋକର ସ୍ୱରକୁ ଚିହ୍ନନ୍ତି ନାହିଁ। ଯୀଶୁ ଲୋକମାନଙ୍କୁ ଏହି କାହାଣୀ କହିଲେ, କିନ୍ତୁ ଲୋକମାନେ ତାହାଙ୍କ ଏହି କାହାଣୀର ଅର୍ଥ ବୁଝିପାରିଲେ ନାହିଁ। ପ୍ରଭୁଙ୍କ ଲୋକମାନେ ତେଣୁ ଯୀଶୁ ଆଉ ଥରେ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ମୁଁ ହେଉଛି ମେଷମାନଙ୍କ ଫାଟକ। ମୋ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ ସେମାନେ ଚୋର ଓ ଡକାୟତ। ମେଷମାନେ ସେମାନଙ୍କ କଥା ଶୁଣିଲେ ନାହିଁ। ମୁଁ ଫାଟକ। ଯେଉଁ ବ୍ୟକ୍ତି ମୋ ଫାଟକ ଦେଇ ପ୍ରବେଶ କରେ ସେ ରକ୍ଷା ପାଇବ। ସେହି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇପାରିବ। ତାର ଯାହା ଦରକାର ସେ ସବୁ ପାଇବ। ଜଣେ ଚୋର ଚୋରି, ହତ୍ୟା ଓ ନଷ୍ଟ କରିବା ପାଇଁ ଆସେ, କିନ୍ତୁ ମୁଁ ସେମାନଙ୍କୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦେବା ପାଇଁ ଆସିଛି। ମୁଁ ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ସେମାନଙ୍କ ପାଇଁ ତାର ଜୀବନ ଦିଏ। ମେଷ ରଖିବା ପାଇଁ ଯେଉଁ ମୂଳିଆକୁ ରଖାଯାଇଛି ସେ ଲୋକ ମେଷପାଳକ ଠାରୁ ଭିନ୍ନ। ମେଷଗୁଡ଼ିକ ମୂଳିଆର ନୁହନ୍ତି, ତେଣୁ ସେ ଗଧିଆ ଆସିବା ଦେଖିଲେ ମେଷମାନଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଏ। ତାପରେ ଗଧିଆ ମେଷମାନଙ୍କ ଉପରକୁ କୁଦା ମାରେ ଓ ସେମାନଙ୍କୁ ଛିନ୍ନ ଭିନ୍ନ କରିଦିଏ। ସେ ଲୋକଟି ଦୌଡ଼ି ପଳାଏ, କାରଣ ସେ ମୂଳିଆ। ସେ ପ୍ରକୃତରେ ମେଷମାନଙ୍କର ଯତ୍ନ ନିଏ ନାହିଁ। ମୁଁ ମେଷପାଳକ, ଯିଏକି ମେଷମାନଙ୍କର ଯତ୍ନ ନିଏ। ମୁଁ ମୋର ମେଣ୍ଢାକୁ ଜାଣେ, ଯେପରି ପରମପିତା ମୋତେ ଜାଣନ୍ତି। ମୁଁ ଯେପରି ପରମପିତାଙ୍କୁ ଜାଣେ, ସେହିପରି ମୋର ମେଷମାନେ ମୋତେ ଜାଣନ୍ତି। ମୁଁ ଏ ମେଷମାନଙ୍କ ପାଇଁ ଜୀବନ ଦିଏ। ମୋର ଅନ୍ୟ ମେଷମାନେ ମଧ୍ୟ ଅଛନ୍ତି, ସେମାନେ ଏହି ପୋଲରେ ନାହାନ୍ତି। ମୁଁ ସେମାନଙ୍କୁ ମଧ୍ୟ ଆଣିବି। ସେମାନେ ମୋର ସ୍ୱର ଶୁଣିବେ। ଭବିଷ୍ୟତରେ ଗୋଟିଏ ପୋଲ ହେବ ଓ ସେ ପୋଲର ଜଣେ ମେଷପାଳକ ହେବେ। ପରମପିତା ମୋତେ ପ୍ରେମ କରନ୍ତି, କାରଣ ମୁଁ ମୋ ଜୀବନ ଦିଏ। ମୁଁ ଜୀବନ ଦିଏ ଯେହେତୁ ମୁଁ ପୁନର୍ବାର ସେହି ଜୀବନ ଲାଭ କରିପାରେ। ମୋ ଠାରୁ କେହି ମୋ ଜୀବନ ନେଇପାରିବ ନାହିଁ। ମୁଁ ସ୍ୱଇଚ୍ଛାରେ ମୋ ଜୀବନ ଦିଏ। ମୋର ଜୀବନ ଦେବାର ଅଧିକାର ଅଛି ଏବଂ ମୋର ପୁନର୍ବାର ଜୀବନ ଫେରି ପାଇବାର ମଧ୍ୟ ଅଧିକାର ରହିଛି। ଏହି କଥା ମୋତେ ପରମପିତା କହିଛନ୍ତି। ପ୍ରଭୁଙ୍କ ଲୋକମାନେ ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୁଦୀମାନଙ୍କ ମଧ୍ୟରେ ପୁନର୍ବାର ଭିନ୍ନ ମତ ପ୍ରକାଶ ପାଇଲା। ସେମାନଙ୍କ ମଧ୍ୟରୁ ଅନେକ ଯିହୁଦୀ କହିଲେ, ଜଣେ ଭୂତ ତା ଭିତରକୁ ଆସିଛି ଓ ତାହାକୁ ପାଗଳ କରିଦେଇଛି। ଏଭଳି ଲୋକର କଥା ଶୁଣି ଲାଭ ନାହିଁ। କିନ୍ତୁ ଅନ୍ୟ ଯିହୁଦୀମାନେ କହିଲେ, ନିଜ ଭିତରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କହେ ନାହିଁ। ଗୋଟିଏ ଭୂତ କ'ଣ ହେବେ? କେବେ ଅନ୍ଧ ଲୋକର ଆଖି ଭଲ କରି ଦେଇ ପାରିବ କି? ସେତେବେଳେ ଶୀତ ଋତୁ। ଜେରୁସାଲମରେ ମନ୍ଦିର ପ୍ରତିଷ୍ଠା ପୂର୍ବ ପଡ଼ିଲା। ଯୀଶୁ ମନ୍ଦିରରେ ସଲୋମନଙ୍କର ମଣ୍ଡପରେ ବୁଲୁଥିଲେ। ଯିହୁଦୀମାନେ ଯୀଶୁଙ୍କ ଚାରିପାଖେ ଘେରିଗଲେ। ସେମାନେ ପଚାରିଲେ, ତୁମ୍ଭେ କେତେ ସମୟ ପର୍ଯ୍ୟନ୍ତ ନିଜ ବିଷୟରେ ଆମ୍ଭକୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ, ତେବେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ। ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ କହି ସାରିଛି, କିନ୍ତୁ ତୁମ୍ଭେ ବିଶ୍ୱାସ କରୁନାହ।
ମୁଁ ମୋର ପରମ ପିତାଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛି। ସେହି ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦର୍ଶାଏ ଯେ ମୁଁ କିଏ, କିନ୍ତୁ ତୁମ୍ଭେ ବିଶ୍ୱାସ କରୁନାହ, କାରଣ ତୁମ୍ଭେ ମୋର ମେଷ ନୁହଁ। ମୋ ସ୍ୱର ମୋ ମେଷମାନେ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଓ ସେମାନେ ମୋତେ ଅନୁସରଣ କରନ୍ତି। ମୁଁ ନିଜ ମେଷମାନଙ୍କୁ ଅନନ୍ତ ଜୀବନ ଦିଏ, ସେମାନେ କଦାପି ମରିବେ ନାହିଁ। ସେମାନଙ୍କୁ ମୋ ହାତରୁ କେହି ଛଡ଼େଇ ନେଇ ପାରିବେ ନାହିଁ। ମୋ ପରମ ପିତା ମୋତେ ମୋର ମେଷମାନଙ୍କୁ ଦେଇଛନ୍ତି। ସେ ସମସ୍ତଙ୍କ ଠାରୁ ମହାନ। ମୋ ପରମ ପିତାଙ୍କ ହାତରୁ କୌଣସି ଲୋକ ମୋ ମେଷ ଚୋରି କରି ପାରିବ ନାହିଁ। ପରମ ପିତା ଓ ମୁଁ ଏକ। ଜିହୁଦମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉଠେଇଲେ, କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ମୁଁ ପରମ ପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିସାରିଛି। ତୁମ୍ଭେ ସେସବୁ ଦେଖିଛ, ତେବେ କେଉଁ ଭଲ କାର୍ଯ୍ୟ ହେତୁ ତୁମ୍ଭେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ? ଜିହୁଦମାନେ ଉତ୍ତର ଦେଲେ, ଆମ୍ଭେ ତୁମକୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିବାରୁ ମାରୁନାହୁଁ, କିନ୍ତୁ ତୁମ୍ଭେ ଯାହା କହୁଛ ତାହା ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛ। ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ୱରର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମକୁ ପଥରରେ ମାରି ଦେବା ପାଇଁ ଚାହୁଁଛୁ। ଯୀଶୁ ଉତ୍ତର ଦେଲେ, ତୁମ୍ଭ ବ୍ୟବସ୍ଥାରେ ଏହା ଲେଖା ଅଛି। ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ୱରଗଣ। ଏହି ଧର୍ମଶାସ୍ତ୍ର କୁହେ ଯେ ଯେଉଁମାନେ ପରମେଶ୍ୱରଙ୍କର ବାର୍ତ୍ତା ଗ୍ରହଣ କରନ୍ତି ସେମାନେ ଈଶ୍ୱରଗଣ, ଆଉ ଶାସ୍ତ୍ରର ବାକ୍ୟ ସର୍ବଦା ସତ୍ୟ। ତେବେ ତୁମ୍ଭେ କାହିଁକି କହୁଛ ଯେ ମୁଁ ଯାହା କହୁଛି ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛି? କାରଣ ମୁଁ କହିଛି, ମୁଁ ପରମେଶ୍ୱରଙ୍କର ପୁତ୍ର। ମୋତେ ପରମେଶ୍ୱର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି। ମୋର ପରମ ପିତା ଯାହା କହନ୍ତି ମୁଁ ଯଦି ତାହା କରେ ନାହିଁ, ତେବେ ମୁଁ ଯାହା କୁହେ ତାହା ବିଶ୍ୱାସ କର ନାହିଁ। କିନ୍ତୁ ଯଦି ମୋର ପରମ ପିତା ଯାହା କହନ୍ତି ମୁଁ ତାହା କହୁଥାଏ, ତେବେ ତୁମ୍ଭେ ମୋ କାର୍ଯ୍ୟଗୁଡ଼ିକରେ ବିଶ୍ୱାସ ରଖିବା ଉଚିତ। ତୁମ୍ଭେ ମୋ ଠାରେ ବିଶ୍ୱାସ ନ କଲେ ମଧ୍ୟ ମୋ କାର୍ଯ୍ୟରେ ବିଶ୍ୱାସ କରିବା ଉଚିତ। ତେବେ ତୁମ୍ଭେ ଜାଣିପାରିବ ଓ ବୁଝିପାରିବ ଯେ ପରମ ପିତା ମୋ ଠାରେ ଅଛନ୍ତି ଓ ମୁଁ ତାହାଙ୍କ ଠାରେ ଅଛି। ଜିହୁଦମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ସେ ସେମାନଙ୍କ ହାତରୁ ଖସିଗଲେ। ତାପରେ ଯୀଶୁ ଜର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ପହଞ୍ଚିଲେ। ଯୋହନ ପ୍ରଥମରେ ଯେଉଁଠାରେ ବାପ୍ତିସ୍ମ ଦେଇଥିଲେ ସେ ସେହି ସ୍ଥାନକୁ ଆସିଲେ ଓ ସେଠାରେ ରହିଲେ। ତାହାଙ୍କ ପାଖକୁ ଅନେକ ଲୋକ ଆସିଲେ। ଲୋକମାନେ କହିଲେ, ଯୋହନ ଯଦ୍ୟପି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରିନଥିଲେ, କିନ୍ତୁ ସେ ଏହି ଲୋକ ବିଷୟରେ ଯାହା କହିଥିଲେ ତାହା ସବୁ ସତ୍ୟ। ସେଠାରେ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ।